କର୍ତ୍ତା ଲାଗୁନି ଯେ ଭାରତୀୟ ଜନତା ପାର୍ଟି ସୁଭଦ୍ରା ଯୋଜନା କଥା କହୁଛି ଏବଂ ଅନେକ ରାଜ୍ୟରେ ଭାରତୀୟ ଜନତା ପାର୍ଟି ଆପଣ ସାମ୍ବାଦିକ ଭିତରେ ଆପଣ ସେଇଟାକୁ ଖୋଲି ପାରି ମହିଳା ମାନେ କାହିଁ ଯାଇନଥିଲେ ଆମକୁ ଯାଇନଥିଲେ ଅନ୍ନ ଦଳିତ କାହିଁ ଯାଇନଥିଲେ ଏଇଟା ତ ସାମ୍ବାଦିକ ଯଦି ବରିଷ୍ଠ ସାମ୍ବାଦିକ ଭିତରେ ଆପଣ କହିପାରିବେ ଏଇଟା ହିଁ ମତେ ଲାଗୁଛି ଏଇଟା ହିଁ ସାମ୍ବାଦିକତା ଯେତେବେଳେ ଆପଣ ସବୁ ଆଡକୁ ଦେଖିବେ ସମାଜର ସବୁ ଦିଗକୁ ନାହାନ୍ତି ସିଏ ସାମ୍ବାଦିକ ସେଥିରେ ଗୋଟେ ଇଣ୍ଟରାକ୍ସନ କରିବେ ଭାବି କିଛି ବରିଷ୍ଠ ସାମ୍ବାଦିକଙ୍କୁ ଡାକିଥିଲେ ମୁଁ ଜାଣି କୋଉ ବିଷୟ ଆପଣ ଏକଥା କଣ ଆପଣ ଅସ୍ୱୀକାର କରୁଛନ୍ତି ରାଜ୍ୟରେ ଅନେକ ମହିଳା ବରିଷ୍ଠ ସାମ୍ବାଦିକା ନାହାନ୍ତି ବୋଲି ମୁଁ ଜାଣିଛି ଅଛନ୍ତି କିଛି ବରିଷ୍ଠ ସାମ୍ବାଦିକ ଭଲ କାମ କରୁଛନ୍ତି ଅଛନ୍ତି କିନ୍ତୁ ସେମାନେ ସେଠି ଉପସ୍ଥିତ ଥିଲେ ଯୋଉ ଇନଫରମେସନ ଡିପାର୍ଟମେଣ୍ଟ ପାଖରେ ଯଥେଷ୍ଟ ଦେଖନ୍ତୁ ମୁଖ୍ୟମନ୍ତ୍ରୀ ଯାହାଙ୍କୁ ଜାଣିଥିବେ ବା ହେଇପାରେ ଯୋଉମାନଙ୍କୁ ବରିଷ୍ଠ ସାମ୍ବାଦିକ ଡାକିଲେ ବା ପିଆର ଡିପାର୍ଟମେଣ୍ଟ ପାଖରେ ଯୋଉ ତାଲିକା ଅଛି ସେ ଅନୁସାରେ ପ୍ରେସ କନଫରେନ୍ସ ଡାକିଥିଲେ ସବୁ ଆକ୍ରେଡିଟେଡ କରେସ୍ପଣ୍ଡେଣ୍ଟ ସମିତି ଡାକିଥିଲେ ସେଥିରେ ମହିଳା ଅଛନ୍ତି ସେଥିରେ କେତେ ମହିଳା ଅଛନ୍ତି ଯୋଉ ଆକ୍ରେଡିଟେଡ କରେସ୍ପଣ୍ଡେଣ୍ଟ ବୋଲି କୁହାଯାଉଛି ସେଥିରେ କେତେ ମହିଳା ଅଛନ୍ତି କୁହନ୍ତୁ ଏଇଟା ଇନଫରମେସନ ଡିପାର୍ଟମେଣ୍ଟ କରିଛି ଡାକିଲା ଏବଂ ଇନଫରମେସନ ସେ କହିଥିଲେ ଡାକିବ ସାମ୍ବାଦିକମାନଙ୍କୁ ମତେ କୁହାଯାଇଥିଲା ମୋର ଯୋଉ କାଗଜ ଅଛି ସବୁ ଆପ୍ରୁଭ ପେପର ତେଣୁ ସିଏ ଏଇଟା କିନ୍ତୁ ବରିଷ୍ଠ ସାମ୍ବାଦିକଙ୍କୁ କାହାକୁ ଡକାଯିବ ଡାଇରେକ୍ଟର ଡାକିଥିଲେ ନିଶ୍ଚୟ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନେଇ ଡାକିଥିଲେ ମୁଖ୍ୟମନ୍ତ୍ରୀ ଯୋଉମାନଙ୍କୁ ସେ ବରିଷ୍ଠ ଭାବରେ ଜାଣିଛନ୍ତି ମୁଖ୍ୟମନ୍ତ୍ରୀ ଏତେ ବର୍ଷ ରାଜନୀତି କରୁଛନ୍ତି ନୂଆ ନୁହନ୍ତି ଆଜ୍ଞା 2000 ମସିହାରେ ସେ ବିଧାନସଭାକୁ ଆସିଲେଣି 2002 ଥର ସେଥିରେ ବିଧାନସଭାକୁ ଆସିଥିଲେ ଏଥର ଦିଥର ଆସିଲେଣି ସିଏ ଅଧିକାଂଶ ସାମ୍ବାଦିକଙ୍କୁ ଜାଣିଛନ୍ତି ସମାଜପତ୍ର ପଢନ୍ତି ସମାଜପତ୍ର ଟେଲିଭିଜନ ଦେଖନ୍ତି ତେଣୁ ସେ ଜାଣିଛନ୍ତି ଆପଣ ମୁଖ୍ୟମନ୍ତ୍ରୀଙ୍କୁ କଣ ବୋଲି ଡାକି ସମ୍ବୋଧନ କରନ୍ତି ମାନେ ଯେତେବେଳେ ମୁଖ୍ୟମନ୍ତ୍ରୀ ଆପଣଙ୍କ ସାମ୍ନାରେ ଥାନ୍ତି ନା ଆମେ ସେଦିନ କହିଲି ଦେଖନ୍ତୁ ସେଦିନ ମଧ୍ୟ ମୁଁ ତାଙ୍କୁ କହିଲି ଅନ୍ୟମାନେ କିଛି ପ୍ରଶ୍ନ ବି ଉଠାଇଲେ ଯୋଉମାନେ ଓଡିଶାର ସବୁ ଡେପୁଟେସନ ଚାଲିଗଲେ ଯୋଉମାନଙ୍କୁ ଆପଣ ଭାବୁଥିଲେ ଯୋଉମାନେ କଣ୍ଟା ଭାଙ୍ଗିଦେବେ ଯୋଉମାନେ ଦୁର୍ନୀତିଗ୍ରସ୍ତ ପାଣ୍ଡିଆନଙ୍କ ଗୋଷ୍ଠୀ ଯୋଉ ଥିଲେ ସେ ଗୋଟିଏ ଗୋଟିଏ ସବୁ ଡେପୁଟେସନ ଚାଲିଗଲେ କିପରି ଏ ପ୍ରଶ୍ନ ପଚରାଗଲା ସେ ତାର ଉତ୍ତର ମଧ୍ୟ ଦେଇଛନ୍ତି ସେ କହିଛନ୍ତି ଯେ ଆମେ ତ ଯାଇଛନ୍ତି ଏଠୁ ଯାଇଛନ୍ତି ଦିଲ୍ଲୀ ଯାଇଛନ୍ତି ଦିଲ୍ଲୀ ବି ଯୋଉ ସରକାର ଅଛି ଆପଣ ଜାଣିଛନ୍ତି ସିଏ ଯୋଉ ଅସୁବିଧାଟା ये गोटे नेशनल पार्टी सरकार ये गोटे स्टेट पार्टी सरकार नुहे तेणु आपको से जहाँ करेंगे कहले यू घटना किसी केंद्रीय अनुमोदन तो दरकार ना से मन इच्छा अनेक कथा करें से बड़ कहते आम पाखे जब अफिसर विरुद्ध में आम मामला करुचु एविडेंस मिलला विरुद्ध मामला है से दिल्ली थे मामला है केंद्र सरकार आमको अनुमति देवे ये विश्वास मोर अच्छे मुझे शेष प्रश्न पचारि जेहेतु आप कहले नंदिनी शतपथी समय ओडिशार राजनीति को देखुं विजु जनता दल शासन प्रथम वर्ष आप देखिए भारतीय जनता पार्टी शासन प्रथम वर्ष आप देखिले जेहेतु विजु जनता दल प्रथम वर्ष शासन भारतीय जनता पार्टी प्रथम वर्ष शासन ये दुईटा को आम तुलना करवा आपको कौन लगुच क्या अधिक मार्क देवे विजु जनता दल जी की महाबात्या समय आसाला 2001 मसीह मिशन शक्ति भली गोटे गुरुत्वपूर्ण पदक्षेप नहीं नवीन बाबू जहाँ नेतृत्व में ओडिशा आगू बढ़ुला नवीन बाबू कहते ओडिशा ऋण भार में थिला किंतु बजेट सरप्लस स्टेट करी छाड़ी दे जाइए मोहन माझींकर 1 वर्ष सरकार रे ऋण भार बढ़ी एवं मोहन माझी सरकार जी दाबी करुँच जो अवस्था रे छाड़ी दे जाइथिला विजु जनता दल ओडिशा को सेठु आगो को नौची एवं ओडिशा धीरे धीरे उन्नति आणुची एवं जो ओडिया अस्मिता हजि जाइथिला से ओडिया अस्मिता को भारतीय जनता पार्टी फेरी आणुची मते आपण स्पष्ट उत्तर देबे शुणु मु कहि दोची मु समस्त शासन प्रथम भाग देखी मु आगु को बेसी जाउनी नवीन पट्टनायक जो प्रथम जे कहले महाबात्या पर आसिले ओडिशा गोटे डिवास्टेटिंग अवस्था रे थिला आंकर देखिए प्रथम वर्ष 2004 पर्यंत देखिए आंकर जो शासन ओडिशार आर्थिक अनाटन भितर आंक शासन रो इंपैक्ट पड़ीथिला नवीन पट्टनायक से जो शासन कथा होची पाखे बीजेडी पाखे बीजेपी से सरकार थिले केंद्र वाजपेयी को सरकार थिला वाजपेयी सरकार मध्य ओडिशा प्रति ममता थिला एवं से जीवई भाव शासन रे को ऑफिसर माने कोठी रहिले सेने दक्षतापूर्ण भाव काम करि पारिबे ताकू परामर्श देवाई परिवहन महापात्र थे एडवाइस करुले दल भितर मंत्रिमंडल जो मान थे से कई नुआ लोक नी बहुत नुआ लोक प्रथम विधानसभा आसुच्च मंत्री से शासन मन को माने दक्ष ऑफिसर ये जानते से जगह सब रखी तेणु शासनटा गोटे इफेक्टिव शासन जना पड़ा जदिव नवीन मना लोक सहित दूरता थिला लोक भेटुले इंटराक्शन ये
କମ୍ ଥିଲା ଏବଂ ଓଡ଼ିଆ ଭାଷା ପ୍ରତି ତାଙ୍କର ଆଦର ବିଶେଷ ନଥିଲା, କିନ୍ତୁ ଶାସନଟା ଏଫେକ୍ଟିଭ ଥିଲା। ମୁଁ ଏକଥା ମତେ ମାନି